ମୁଁ ସକାଳୁ ସକାଳୁ ପଳେଇ ଆସିଛି ମନ୍ଦିରକୁ କାରଣ 2024 ପ୍ରଥମ ସୋମବାର ଆଜି। ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଏବଂ ହାପି ନ୍ୟୁ ଇୟର। ଜୟ ଜଗନ୍ନାଥ, ନମସ୍କାର, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ତ ଆଜି ହେଉଛି ପ୍ରଥମ ସୋମବାର 2024। ତ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଏବଂ ହାପି ନ୍ୟୁ ଇୟର 2024। ଆଉ ଆପଣମାନେ ଜାଣିଥିବେ ଆଜି ସୋମବାର ମୁଁ ଯାଇଥିଲି ମନ୍ଦିରକୁ। ମନ୍ଦିରରୁ ଆସି ସାରିଲା ପରେ ଟିକେ ଯାଉଛି ପାଖକୁ ଯାଉଛି ବୁଲିବା ପାଇଁ। ଆଉ ଆପଣମାନେ ସମସ୍ତେ ଯାଆନ୍ତୁ ନିଜ ଫ୍ୟାମିଲି ସହିତ ମନ୍ଦିର ଯାଇକି ବୁଲିକି ଆସନ୍ତୁ। ନିଜ ବାପା ମାଙ୍କ ସହିତ ରୁହନ୍ତୁ, ଆଜିର ଦିନଟି ବିତାନ୍ତୁ। କାରଣ ମୋର ତ ବାପା 2020ରେ ଚାଲି ଯାଇଛନ୍ତି। ଆଉ ତ ଆଜି ବହୁତ ମଜାମସ୍ତି କରନ୍ତୁ ଆଉ ଏନ୍ଜୟ। ତ ଆଜି ମୁଁ ସକାଳୁ ସକାଳୁ ପଳେଇ ଆସିଛି ମନ୍ଦିରକୁ କାରଣ 2024 ପ୍ରଥମ ସୋମବାର ଆଜି। ତ ଦେଖିପାରୁଥିବେ ମୁଁ ମନ୍ଦିର ଭିତରେ ଅଛି। ତ ଆପଣମାନଙ୍କ ଫ୍ୟାମିଲି ସହିତ ଯାଆନ୍ତୁ ମନ୍ଦିର ଆଉ ଏନ୍ଜୟ କରନ୍ତୁ ଆଜିର ଦିନଟି। ଜୟ ଜଗନ୍ନାଥ। ଆଜିର ଦିନଟି ସମସ୍ତଙ୍କ ପାଇଁ ଶୁଭମୟ ହେଉ ଏବଂ ଏହି ବର୍ଷଟି ଯେମିତି ଭଲରେ ଭଲରେ ସମସ୍ତଙ୍କ ଦିନଟି କଟିଯାଉ, କାହା ମନରେ ଦୁଃଖ ନ ଆସୁ। ଆଉ ସବୁବେଳେ ଖୁସିରେ ରୁହନ୍ତୁ ଆଉ ସବୁବେଳେ ହସିବା ପାଇଁ ଚେଷ୍ଟା କରନ୍ତୁ ଏବଂ ନିଜ ନିଜ କାମରେ ହିଁ ନିଜ ଦାୟିତ୍ୱ ନେଇକି ହିଁ ସବୁ କାମ କରନ୍ତୁ। ଏ ବର୍ଷଟି ଭଲ ଭାବରେ କଟିଯାଉ। ଜୟ ଜଗନ୍ନାଥ। ମୋର এই ছোট ব্লগটি বনাইছি 1 মিনিট 2 মিনিটর ব্লগটি। যদি ভাল লাগিଥିବ ଆପଣମାନଙ୍କୁ ନିଶ୍ଚିତ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ। ଆପଣମାନେ ଜାଣିଥିବେ ଯେତେବେଳେ 12ଟା ବାଜିଲା ପ୍ରଥମେ ମୋ ସାନ ଭଉଣୀକି ଫୋନ୍ କଲି, ତାପରେ ବଡ଼ ଭଉଣୀକି ଫୋନ୍ କଲି, ତାପରେ ମଝିଆ ଭଉଣୀକି ଫୋନ୍ କଲି, ତାପରେ ମୋ ଫ୍ୟାମିଲି ସମସ୍ତଙ୍କୁ ଭେଣୀମାନେ ସମସ୍ତଙ୍କୁ ଫୋନ୍ କରିକି ଆଗୁଆ ଜଣେଇଲି ହାପି ନ୍ୟୁ ଇୟର କହିକି। ତାପରେ ମୋବାଇଲ ସୁଇଚ୍ ଅଫ୍ କରି ଶୋଇପଇଲି। ତାପରେ ଏବେ ସକାଳୁ ଉଠି ମନ୍ଦିର ଯାଇକି ଦର୍ଶନ କରି ଆସିଲି। ତ ଆପଣମାନେ ଆଗୁଆ ନିଜ ଫ୍ୟାମିଲି ସହିତ ହିଁ ଆଜି ଦିନଟା ବିତାନ୍ତୁ ଆଉ ହସ ଖୁସିରେ ହିଁ ବିତାନ୍ତୁ। ଜୟ ଜଗନ୍ନାଥ।